ଆଜି ଆସନ୍ତୁ ଜାଣିବା ବଜ୍ରପାତ ହେଉଥିବା ସମୟରେ କ'ଣ କରିବା ଉଚିତ। ଏକରେ ବିଦ୍ୟୁତ୍ ଚାଳିତ ଉପକରଣ ଏବଂ ତାରଯୁକ୍ତ ଟେଲିଫୋନ୍ ଓ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଦୁଇରେ ଖୋଲା ଘର ବା ତମ୍ବୁ ତଳେ ଆଶ୍ରୟ ଏ ସମୟରେ ନିରାପଦ ନୁହେଁ। ତିନିରେ ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଚାରିରେ ବିଜୁଳି ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ପାଞ୍ଚରେ ହାତରେ ମାଛ ଧରା ବଂଶୀ, ଲୁହା ବେଣ୍ଟ ଥିବା ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଛଅରେ କୌଣସି ଧାତୁ ତିଆରି ଜିନିଷକୁ ଛୁଅନ୍ତୁ ନାହିଁ। ସାତରେ ଲୁହା ଖମ୍ବ, ଲୁହା ଛଡ଼ ଏବଂ ଲୁଗା ଶୁଖାଇବା ତାର ଠାରୁ ଦୂରେଇ ରୁହନ୍ତୁ। ଆଠରେ ସାଇକେଲ ଚଳାନ୍ତୁ ନାହିଁ କିମ୍ବା ଖୋଲା ଗାଡ଼ିରେ ବୁଲନ୍ତୁ ନାହିଁ। ନଅରେ ଗୃହପାଳିତ ପଶୁମାନଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ବାନ୍ଧି ରଖନ୍ତୁ ନାହିଁ।